नमस्कार दर्शक बंधु 24 जुलाई 2025 गुरुवार दिन पड़ुछि चिता लगी अमावास्या। एही दिन आपण घर को नहीं आसतु एही गछर चेर। तेबे दर्शक बंधु एही गछर चेरटी को आपण जदि चाहिए जे कौनसी दिन रे आनी पारिबे, किंतु किछि विशेष दिन रहिछि जेउ दिन गुड़िकरे जदि आपण एही गछर चेर को आणती तो ଏହି ଚେରର ଚମତ୍କାରୀ ଶକ୍ତିରେ ବୃଦ୍ଧି ହୋଇଥାଏ ଏବଂ ଏହା ଆପଣଙ୍କୁ ଅଧିକ ଶୁଭ ଫଳ ପ୍ରଦାନ କରିଥାଏ। ତେଣୁ ଯଦି କିଛି ବିଶେଷ ଦିନରେ ଏହି ଚେରକୁ ଆଣୁଛନ୍ତି ତ ଆପଣଙ୍କୁ ଅଧିକ ଲାଭ ପ୍ରଦାନ କରିପାରିବ। ତ ଏହି ଚିତା ଲାଗି ଅମାବାସ୍ୟା ଦିନ ଆପଣ ଏହି ଚେରକୁ ଘରକୁ ନେଇ ଆସନ୍ତୁ। ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେଉଁ ଗଛର ଚେର ବିଷୟରେ କହିବି ତ ଏହି ଯେଉଁ ଗଛଟି ହୋଇଥାଏ ତାହା ଆମକୁ ବହୁତ ସାଧାରଣ ବୋଲି ମନେ ହୋଇଥାଏ, କାରଣ ଏହି ଗଛଟି ବହୁତ ସହଜରେ ପ୍ରତ୍ୟେକ ସ୍ଥାନରେ ମିଳିଯାଏ। ଆମେ ସମସ୍ତେ ଏହି ଗଛ ସହିତ ପରିଚିତ ଅଟେ ଏବଂ ଏହି ଗଛ ଆମ ପାଇଁ ବହୁତ ସାଧାରଣ ମଧ୍ୟ ଅଟେ, ମାତ୍ର ଏହାର ଗୁଣ ଅସାଧାରଣ ଅଟେ ଯାହାକି ଆମ ସମସ୍ତଙ୍କୁ ଜଣା ନଥାଏ। ଦର୍ଶକ ବନ୍ଧୁ, ଯଦି ଆପଣ ଥରେ ବି ଏହାର ଚମତ୍କାରୀ ଗୁଣ ଜାଣିଯାଆନ୍ତି ତ ନିଶ୍ଚିତ ଭାବରେ ଏହି ଗଛଟିକୁ ଆପଣ ଆଉ ସାଧାରଣ ଗଛ ବୋଲି ଭାବିବେ ନାହିଁ, କାରଣ ଏହା ଆପଣଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେବ। ଦର୍ଶକ ବନ୍ଧୁ, ଆମ ଜୀବନରେ ଗଛଲତାମାନଙ୍କର ବହୁତ ଅଧିକ ମହତ୍ତ୍ୱ ରହିଛି, କାରଣ ଏପରି କିଛି ବୃକ୍ଷଲତା ରହିଥାନ୍ତି ଯେଉଁମାନଙ୍କୁ ଆମେ ଦେବୀ ଦେବତା ଭଳି ପୂଜା କରିଥାଉ। ସେମାନେ ଆମ ପାଇଁ ଦେବତୁଲ୍ୟ ହୋଇଥାନ୍ତି। ଏହି ଗଛଗୁଡ଼ିକୁ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ କରିବାରେ ବହୁତ ସହାୟକ ହୋଇଥାଏ ଏବଂ ଏପରି କିଛି ଅନେକ ଗଛ ରହିଥାଏ ଯେଉଁଗୁଡ଼ିକ ଔଷଧୀୟ ଗୁଣରେ ଭରି ହୋଇ ରହିଥାଏ ଏବଂ ଆମର ଜୀବନ ରକ୍ଷା କରିବାରେ ମଧ୍ୟ ଏହି ଗଛଗୁଡ଼ିକର ଅନେକ ଉପକାର କରିଥାନ୍ତି। ତ ବୃକ୍ଷଲତାମାନେ ନିଶ୍ଚିତ ଭାବରେ ଆମକୁ ଅନେକ ଗୁଡ଼ିଏ ଚମତ୍କାରୀ ଲାଭ ପ୍ରଦାନ କରିଥାନ୍ତି। ଏହି ଦିନ ଘରକୁ ନେଇ ଆସନ୍ତୁ ଏହି ଗଛର ଚେରକୁ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ କଷ୍ଟ ଏବଂ ସମସ୍ୟାର ହୋଇଯିବ ଅନ୍ତ। ଏହା ସହିତ ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ। ଆମ ଜୀବନରେ ଧନଜନିତ ସମସ୍ୟା ହେଉ, ଚାକିରିକୁ ନେଇକି ହେଉ କିମ୍ବା ବେପାର ବାଣିଜ୍ୟକୁ ନେଇ ହେଉ, ଏହି ସବୁ ସମସ୍ୟାକୁ ଦୂର କରିବା ଏହି ଗଛର ଚେର। ଅନେକ ପ୍ରକାରର ରୋଗ ବ୍ୟାଧିରୁ ଏହି ଚେର ଆପଣଙ୍କୁ ରକ୍ଷା କରିଥାଏ। ଦର୍ଶକ ବନ୍ଧୁ, ଏହି ଗଛଟି ସହିତ ଆପଣମାନେ ସମସ୍ତେ ଭଲ ଭାବରେ ପରିଚିତ ଥିବେ ଏବଂ ଏହି ଗଛଟିକୁ ଏକ ସାଧାରଣ ଗଛ ବୋଲି ଅଣଦେଖା କରିଦେଇଥିବେ। ଏମିତିକି ଯଦି ଆପଣଙ୍କ ଘର ପାଖରେ ଏହି ଗଛ ଉଠିଥିବ ତେବେ ଆପଣ ଏହି ଗଛକୁ ଅନାବନା ଗଛ ଭାବି ଓପାଡ଼ିକି ଫୋପାଡ଼ି ମଧ୍ୟ ଦେଇଥିବେ। ତେବେ ବନ୍ଧୁମାନେ, ଆପଣ ଜାଣି ରଖିବା ଉଚିତ ଯେ ଏହା କୌଣସି ଅନାବନା ଗଛ ନୁହେଁ। ଏହା ଏକ ଏପରି ଚମତ୍କାରୀ ଗଛ ଯେଉଁଥିରେ ଭଗବାନ ଶିବ ଶଙ୍କର, ଭଗବାନ ଶନିଦେବ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏମିତିକି ଏହି ଗଛ ମୂଳରେ ମା ଗଙ୍ଗାଙ୍କର ମଧ୍ୟ ବାସ ଥାଏ। ତେବେ ଆପଣ ଯଦି ଏହି ଗଛର ତାନ୍ତ୍ରିକ ଏବଂ ଆୟୁର୍ବେଦିକ ଗୁଣ ବିଷୟରେ ଜାଣିନେବେ ତେବେ ଆପଣଙ୍କ ପାଇଁ ମଧ୍ୟ ଏହି ଗଛଟି ଅତ୍ୟନ୍ତ ମୂଲ୍ୟବାନ ହୋଇଥିବ ଏବଂ ଏହି ଗଛଟିକୁ ଆପଣ ମଧ୍ୟ ଆପଣଙ୍କ ଦିନଚର୍ଯ୍ୟାରେ ବ୍ୟବହାର କରିବାକୁ ନିଜ ଜୀବନରେ ଦୁଃଖ, ଦାରିଦ୍ର୍ୟତା, କଷ୍ଟ ଏବଂ ଅନେକ ଗୁଡ଼ିଏ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି, ତେବେ ଏହି ଗଛର ବ୍ୟବହାର କରି ଆପଣ ସେ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ। ସରଳ ଭାଷାରେ କୁହାଯାଇଛି ଯେ ଯଦି ଆପଣଙ୍କ ଜୀବନରେ ଧନଜନିତ ସମସ୍ୟା ଅଛି ତେବେ ଏହି ଗଛକୁ ଭଲ ଭାବରେ ସାଧନା କରିବାକୁ ହେବ, ଅର୍ଥାତ୍ ଗଛ ସହିତ ଜଡ଼ିତ ଉପକାର ଗୁଡ଼ିକୁ ଆପଣ ସଠିକ୍ ଭାବରେ କରିବେ, ତେବେ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଧନଜନିତ ସମସ୍ୟାର ମଧ୍ୟ ସମାଧାନ ହୋଇଯିବ
ଏବଂ ବିଭିନ୍ନ ଦିଗରୁ ଆପଣଙ୍କର ରୋଜଗାର ହେବ, ଯାହା ଫଳରେ ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଧୀରେ ଧୀରେ ସୁଦୃଢ଼ ହେବାରେ ଲାଗିବ। ଏମିତିକି ଯଦି ଆପଣ ଶତ୍ରୁଙ୍କ ଦ୍ୱାରା ପୀଡ଼ିତ ହେଉଛନ୍ତି, ଶତ୍ରୁଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସଠିକ୍ ଭାବରେ ଏହି ଗଛକୁ ସାଧନା ନେବା ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କୁ ଶତ୍ରୁ ପୀଡ଼ାରୁ ମଧ୍ୟ ମୁକ୍ତି ମିଳିବ। ଏମିତିକି ଯଦି ଆପଣ ଅନ୍ୟ କିଛି ଦିଗରୁ ସମସ୍ୟା ପାଇଁ ଚିନ୍ତିତ ଥିବେ, ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେଉନଥିବ, ତେବେ ଆପଣଙ୍କୁ ସଠିକ୍ ଭାବରେ ଏହି ଗଛଟିକୁ ସାଧନା କରିବାକୁ ହେବ ଏବଂ ପ୍ରଭୁ ଭୋଳାଶଙ୍କରଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ହେବ। ଏବଂ ଆପଣ ଯଦି ପ୍ରଭୁ ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିନିଅନ୍ତି, ତେବେ କାଳ ବି ଆପଣଙ୍କର କିଛି ଅସୁବିଧା କରିପାରିବ ନାହିଁ, କାରଣ ଭୋଳାଶଙ୍କରଙ୍କର ହେଉଛି କାଳଙ୍କର କାଳ ମହାକାଳ। ତାଙ୍କର ଆଶୀର୍ବାଦ ଯାହାକୁ ପ୍ରାପ୍ତ ହୋଇଥାଏ, ଦୁନିଆର କୌଣସି ବି ଶକ୍ତି କିଛି ବି କରିପାରିବେ ନାହିଁ। ତେବେ ବନ୍ଧୁମାନେ, ଏହି ଗଛର କେଉଁ ଭାଗ ଆପଣଙ୍କୁ କେଉଁ ପରିମାଣରେ ବ୍ୟବହାର କରିବାକୁ ହେବ, ସେ ବିଷୟରେ ଜାଣିବାକୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଏବଂ ଯେଉଁ ବିଷୟରେ ଆଜି ମୁଁ ଆପଣଙ୍କୁ କହିବି, ଭିଡ଼ିଓରେ କହିବାକୁ ଯାଉଛି, ତେବେ ବନ୍ଧୁମାନେ, ଏହି ଗଛର ଦୁଇଟି ଗୁଣ ରହିଛି। ସେଗୁଡ଼ିକ ହେଲା ତାନ୍ତ୍ରିକ ଗୁଣ, ଆୟୁର୍ବେଦିକ ଗୁଣ। ଆୟୁର୍ବେଦିକ ଗୁଣ ଅର୍ଥାତ୍ ଯଦି ଆପଣ କୌଣସି ରୋଗକୁ ନେଇ ଚିନ୍ତିତ ଅଛନ୍ତି, କୌଣସି ରୋଗ ପିଛା ଆପଣ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ତାପରେ ବି ଆପଣଙ୍କୁ କୌଣସି ଲାଭ ପ୍ରାପ୍ତ ହୋଇନାହିଁ, ତେବେ ଆପଣ ଏହି ଗଛକୁ ବ୍ୟବହାର କରିପାରିବେ। ଆପଣ ନିଜେ ଦେଖିବେ ଆପଣଙ୍କର ବିମାରୀ ଧୀରେ ଧୀରେ ଭଲ ହେବାକୁ ଲାଗିବ। ଏହି ଗଛଟିର ମହତ୍ତ୍ୱ ଆୟୁର୍ବେଦିକରେ ବହୁତ ଅଧିକ ରହିଛି ଏବଂ ଯଦି ଆପଣ ଏହି ଗଛଟିର ତାନ୍ତ୍ରିକ ପ୍ରୟୋଗ ବିଷୟରେ ଜାଣିନେବେ, ତେବେ ଆପଣ ନିଜ ଜୀବନରେ କେବେ ବି କଷ୍ଟ ଦେଖିବାକୁ ପାଇବେ ନାହିଁ। ଧନର ସ୍ରୋତ ଆପଣଙ୍କ ପାଇଁ ବଢ଼ିବାକୁ ଲାଗିବ। ଧୀରେ ଧୀରେ ଆପଣଙ୍କ ଗୃହକୁ ଧନର ଆଗମନ ମଧ୍ୟ ହେବ। ତେବେ ଏହି ଗଛଟିର ନାମ ହେଉଛି ଅପାମାର୍ଗ ଗଛ। ଏହି ଗଛଟି ସହିତ ଆପଣମାନେ ନିହାତି ଭାବରେ ପରିଚିତ ଥିବେ, କାରଣ ଆମ ଓଡ଼ିଶାରେ ଏହି ଗଛଟି ବହୁତ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ। ପ୍ରାୟତଃ ସବୁ ଜାଗାରେ ଏହି ଗଛଟି ରହିଥାଏ। ଏହି ଗଛଟି ନାମ ଏଥିପାଇଁ ଅପାମାର୍ଗ, କାରଣ ଅପାମାର୍ଗର ଅର୍ଥ ହେଉଛି ଓଲଟା ଚାଲିବା ଏବଂ ମଞ୍ଜିଗୁଡ଼ିକ ଗଛରେ ଓଲଟା ଭାବରେ ରହିଥାଏ। ତେବେ ଏହାର ଏହି ମଞ୍ଜିଗୁଡ଼ିକ ଓଲଟା ରହିବା ହିଁ ଏହି ଗଛର ବିଶେଷତ୍ୱ ଅଟେ। ତେବେ ଦର୍ଶକ ବନ୍ଧୁ, ଆପଣ ଯଦି ବାସ୍ତୁଶାସ୍ତ୍ରର ବନସ୍ପତିର ଅଧ୍ୟାୟ ନମ୍ବର 51କୁ ଯିବେ, ସେଠାରେ ଆପଣ ପରିଷ୍କାର ଭାବେ ଦେଖିବାକୁ ପାଇବେ ଯେ ସାଧୁ ସନ୍ନ୍ୟାସୀ ମୁନି ଋଷିମାନେ ଏହି ଗଛର ବ୍ୟବହାର କରୁଥିଲେ କିପରି। ପୂର୍ବ କାଳରେ ଏହି ଗଛକୁ ଧର୍ମଶାସ୍ତ୍ରରେ ଶୁଭ ଗଛ ବୋଲି ମନା ଯାଉଥିଲା। ଏହି ଗଛର ବ୍ୟବହାର କରି ଆପଣଙ୍କ ଶରୀରରେ ପୁଷ୍ଟିସାରକୁ ମଧ୍ୟ ରକ୍ଷା କରିପାରିବେ। ତେବେ ପୂର୍ବ କାଳରେ ଯେତେବେଳେ ମୁନି ଋଷିମାନେ ମାସ ମାସ ଧରି ଭଗବାନଙ୍କୁ ତପସ୍ୟା କରୁଥିଲେ, ସେତେବେଳେ ସେମାନେ ଏହି ଗଛର ମଞ୍ଜିକୁ ଖେଚୁଡ଼ି କିମ୍ବା କ୍ଷୀରି ବନାଇ ଖାଉଥିଲେ। ତାହା ଫଳରେ ସେମାନଙ୍କୁ 10-15 ଦିନ ଧରି ଭୋକ ଲାଗୁନଥିଲା। ସେଥିପାଇଁ ମୁନି ଋଷିମାନେ ଏହି ଗଛକୁ ସର୍ବଦା ନିଜ ପାଖରେ ରଖୁଥିଲେ ଏବଂ ଏହାର ମଞ୍ଜିର ମଧ୍ୟ ବ୍ୟବହାର କରୁଥିଲେ। ଏହା ଏକ ଚମତ୍କାରୀ ଗଛ ଅଟେ, କାରଣ ଏହା ଉପରେ ଅମୃତର କିଛି ବୁନ୍ଦା ପଡ଼ିଥିଲା। ଯେତେବେଳେ ସମୁଦ୍ର ମନ୍ଥନ ହୋଇ ଅମୃତ ମିଳିଲା ଏବଂ ତାହା ଧରାପୃଷ୍ଠକୁ ଆସିବା ସମୟରେ ଏହି ଗଛ ଉପରେ ପଡ଼ିଥିଲା, ତେଣୁ ଏହି ଗଛର ମୂଳରେ ମା ଗଙ୍ଗାଙ୍କର ନିବାସ ସ୍ଥଳୀ। ପୂର୍ବ କାଳରେ ଏହି ଗଛର ମୂଳକୁ ଲୋକମାନେ ଦାନ୍ତ ଘଷିବା କାର୍ଯ୍ୟରେ ବ୍ୟବହାର କରୁଥିଲେ। ଆପଣଙ୍କ ଦାନ୍ତ ଦରଜ ହେଉଛି, ପାଇରିଆ ହେଉଛି, ଦାନ୍ତରେ ହଳଦିଆ ପଡ଼ିଯାଇଛି, ଦାନ୍ତରେ ବ୍ୟାକ୍ଟେରିଆ ଜମିଯାଇଛି, ତେବେ ଏହିସବୁ ସମସ୍ୟା ପାଇଁ ଏହି ଗଛଟି ଆପଣଙ୍କ ପାଇଁ ରାମବଣ ହୋଇପାରିବ। ତେବେ ପ୍ରଥମେ ଏହି ଗଛର ଆୟୁର୍ବେଦିକ ଗୁଣ ବିଷୟରେ ଜାଣିବା, ତାପରେ ଆମେ ଏହି ଗଛର ତାନ୍ତ୍ରିକ ଗୁଣ ବିଷୟରେ ଜାଣିବା। ତେବେ ପ୍ରଥମେ ଆୟୁର୍ବେଦିକ ଗୁଣ ବିଷୟରେ ଜାଣିବା। ଦାନ୍ତ ମୂଳ ଯଦି ବ୍ୟଥା ହେଉଛି, ବ୍ୟାକ୍ଟେରିଆ ଜମୁଛି, ଅନେକ ଔଷଧ ଖାଇବା ପରେ ମଧ୍ୟ ଆପଣଙ୍କୁ କୌଣସି ଉପଶମ ମିଳିନାହିଁ, ତେବେ ମାତ୍ର 15 ଦିନ ପର୍ଯ୍ୟନ୍ତ ଏହି ଗଛର ମୂଳ କିମ୍ବା ଚେରରେ ଦାନ୍ତ ଘଷନ୍ତୁ। ତେବେ ଦେଖିବେ ଆପଣଙ୍କୁ ଦାନ୍ତଜନିତ ସମସ୍ୟା ଦୂର ହେବ।
ଯଦି ଆପଣ ଆପଣଙ୍କ ମାଢ଼ିରେ କୌଣସି ପ୍ରକାରର ଅସୁବିଧା ଅନୁଭବ କରୁଛନ୍ତି, ତେବେ ଲଗାତାର 1 ମାସ ପର୍ଯ୍ୟନ୍ତ ଗଛ ମୂଳରେ ଦାନ୍ତ ଘଷିବା ଫଳରେ ମାଢ଼ି ଜନିତ ସମସ୍ୟା ମଧ୍ୟ ଦୂର ହେବ। ଆଜିକାଲି ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ଦୂର କରିବା ପାଇଁ ଆମେ ଏହି ଗଛ ଗୁଡ଼ିକୁ ବ୍ୟବହାର କରିପାରିବା। ଏହିଭଳି ଜଟିଳ ପରିସ୍ଥିତିର ସମସ୍ୟାରେ ଏହି ଗଛ ହିଁ ଆପଣଙ୍କୁ ଉପାସନା କରିପାରିବ। ଏଥିପାଇଁ ଆପଣ ଅପାମାର୍ଗ ଗଛର କିଛି ମୂଳ ନେଇ ଆସନ୍ତୁ ଏବଂ ଏହାକୁ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ। ତାପରେ ଭଲ ଭାବରେ ଶୁଖିଗଲା ପରେ ଚେରରେ ପାଉଡ଼ର ପ୍ରସ୍ତୁତ କରନ୍ତୁ। ତାପରେ ସୋରିଷ ତେଲରେ ସେହି ପାଉଡ଼ରକୁ ଭଲ ଭାବେ ଫୁଟାଇ ଥଣ୍ଡା କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇ ଦିଅନ୍ତୁ। ତେବେ ଏହି ତେଲଟି 2 ମାସ ପର୍ଯ୍ୟନ୍ତ ଲଗାନ୍ତୁ। ଦେଖିବେ ଆପଣଙ୍କୁ ଯନ୍ତ୍ରଣାରୁ ଉପଶମ ମିଳିବ। ଆୟୁର୍ବେଦରେ ଏହି ଗଛଟିର ବହୁତ ଉପଦେୟତା ଅଛି, ତେଣୁ ଆପଣମାନେ ଏହି ଗଛଟିର ବ୍ୟବହାର କରନ୍ତୁ। ଏହା ଦ୍ୱାରା ଆପଣଙ୍କୁ କିଛି ପଇସା ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ, ମାତ୍ର କିଛି ଦିନର ସମୟ ଦରକାର। ତେବେ ଆସନ୍ତୁ ଜାଣିବା ଏହାର ତାନ୍ତ୍ରିକ ଗୁଣ ବିଷୟରେ। ସମାଜରେ ଏପରି କେତେକ ଲୋକ ଅଛନ୍ତି ଯେଉଁମାନେ କି ଶତ୍ରୁ ଦ୍ୱାରା କିଛି ନା କିଛି ଅସୁବିଧା ଭୋଗିଥାନ୍ତି। ସେମାନଙ୍କର ଶତ୍ରୁମାନେ ସର୍ବଦା କିଛି ନା କିଛି କ୍ଷତି କରିଥାନ୍ତି, ଯାହା ଫଳରେ କି ସେମାନଙ୍କୁ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣାର ଶିକାର ହୋଇଥାନ୍ତି। ସେଥିପାଇଁ ଆପଣଙ୍କୁ ଶନିବାର ଦିନ ଏହି ଗଛର ପ୍ରୟୋଗ କରିବାକୁ ହେବ। ଶନିବାର ଦିନ ଅପାମାର୍ଗର ମଞ୍ଜି ଛିଡ଼ାଇ ଆଣି ଲାଲି କପଡ଼ାରେ ବାନ୍ଧି ଦେଇ ତାକୁ ଶନି ଦେବତାଙ୍କ ମୂର୍ତ୍ତି କିମ୍ବା ଫଟୋର ଗୋଟିଏ ପାଖରେ ବସାଇ ଦିଅନ୍ତୁ। ଆପଣ କେବେ ବି ଶନିଦେବଙ୍କର ସାମ୍ନାସାମ୍ନି ବସିବେ ନାହିଁ। ଡାହାଣ କିମ୍ବା ବାମ ପାର୍ଶ୍ୱରେ ବସିବେ। ତାପରେ ଆପଣ ଶନି ଚାଳିଶାର ପାଠ କରନ୍ତୁ। ତେବେ 51 ଥର ଆପଣଙ୍କୁ ଶନି ଚାଳିଶାର ପାଠ କରିବାର ଅଛି। ତାପରେ ସେହି କପଡ଼ାକୁ ଏପରି ସ୍ଥାନରେ ରଖିବେ ଯେଉଁ ସ୍ଥାନରେ କେହି ଯାଉ ନଥିବେ। ଏହାପରେ ଆପଣ ଦେଖିବେ ଯେ ଆପଣଙ୍କ ଶତ୍ରୁ ତାର ସବୁ ପ୍ରକାରର ଚେଷ୍ଟାରେ ବିଫଳ ହେବ। ଆପଣଙ୍କ ଶତ୍ରୁମାନେ କଦାପି ଆପଣଙ୍କର କ୍ଷତି କରିପାରିବେ ନାହିଁ ଏବଂ ଅକାରଣରେ ଆପଣଙ୍କର ଯିଏ କ୍ଷତି କରିବାକୁ ଚାହୁଁଥିବ, ଓଲଟା ତାର ହିଁ କ୍ଷତି ହେବ। ଆପଣ ଯଦି ଚାହୁଁଛନ୍ତି ଆପଣଙ୍କର ବେପାରରେ ଲାଭ ହେଉ, ଉନ୍ନତି ହେଉ, ତେବେ ଏହି ଉପାୟଟି ଆପଣଙ୍କୁ ଶୁକ୍ରବାର ଦିନ କରିବାକୁ ହେବ। ଶୁକ୍ରବାର ଦିନ ଏହାର ମଞ୍ଜିକୁ ଛିଡ଼ାଇ ଆଣି ଲାଲ କପଡ଼ାରେ ବାନ୍ଧି ତା ଉପରେ କିଛି ସିନ୍ଦୁର ରଖିଦିଅନ୍ତୁ। ତାପରେ ଆପଣ ଏହାକୁ ନିଜ ବେପାର ବାଣିଜ୍ୟ ସ୍ଥଳରେ ରଖିଦିଅନ୍ତୁ। ଯେଉଁଠାରେ ଆପଣ ପଇସା ରଖିଛନ୍ତି ସେହି ଡ୍ରରେ ରଖିଦିଅନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କର ବେପାରରେ ଲାଭ ହେବ ଏବଂ ଧନର ବୃଦ୍ଧି ହେବ। ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କର ପଛରେ ଭୂତ ପ୍ରେତର ପ୍ରଭାବ ରହିଛି, ଆପଣଙ୍କୁ ଭୂତ ପ୍ରେତ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, କିମ୍ବା ଆପଣଙ୍କ ଉପରେ ତନ୍ତ୍ର ମନ୍ତ୍ରର ପ୍ରୟୋଗ କରାଯାଇଛି ଏବଂ କୌଣସି କଳା ଯାଦୁର ପ୍ରୟୋଗ କରାଯାଇଛି, ତେବେ ଆପଣ ଏହି ଉପାୟଟିର ପାଳନ କରନ୍ତୁ। ଏହି ଉପାୟଟି କରିବା ଦ୍ୱାରା ଆପଣଙ୍କ ଉପରେ କୌଣସି ବି ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିବ ନାହିଁ। ତେବେ ସୋମବାର ଦିନ ଆପଣ ଗୋଟିଏ ଅପାମାର୍ଗ ଗଛ ଉପାଡ଼ି ଆଣନ୍ତୁ। ତାର ମୂଳକୁ ଭଲ ଭାବେ ଧୋଇ ନେଇ ଏହାକୁ ନେଇ ଆପଣ ପ୍ରଭୁ ଶିବ ଶଙ୍କରଙ୍କର ଫଟୋ ସାମ୍ନାରେ ବସି 101 ଥର ଓମ୍ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ। ତାପରେ ଗୋଟିଏ ଚାନ୍ଦିର ତାବିଜରେ ପୂରାଇ ଗଳାରେ ପିନ୍ଧନ୍ତୁ। ଆପଣ ନିଜେ ଦେଖିବେ ଯେତେ ବି ନକାରାତ୍ମକ ଶକ୍ତି, ଭୂତ ପ୍ରେତ କୌଣସିର ପ୍ରଭାବ ପଡ଼ିବ ନାହିଁ। ସମାଜରେ ଆପଣ ମାନ ସମ୍ମାନ ପଦ ପ୍ରତିଷ୍ଠା ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ଉପାୟଟି ପ୍ରୟୋଗ କରନ୍ତୁ। ଏହା ଆପଣଙ୍କ ଜୀବନରେ ଫଳପ୍ରଦ ହେବ। ତେବେ ନିଶ୍ଚିତ ଭାବେ ଆପଣ ଏହା ଜାଣନ୍ତି ମଙ୍ଗଳବାରଟି ପ୍ରଭୁ ହନୁମାନଙ୍କୁ ସମର୍ପିତ ଅଟେ। ତେବେ ମଙ୍ଗଳବାର ଦିନ ଏହି ଗଛକୁ ଓପାଡ଼ି ଆଣି ଚେରକୁ ଭଲ ଭାବେ ଶୁଖାଇ ଦିଅନ୍ତୁ। ସେହି ଚେରକୁ ପାଉଡ଼ର କରି ରଖନ୍ତୁ ଏବଂ ଆପଣ ଯେଉଁ ତିଳକ ମଥାରେ ଲଗାଇଛନ୍ତି ସେହି ତିଳକରେ ଆପଣ ଏହାକୁ ମିଶାଇ ଲଗାନ୍ତୁ। ଦେଖିବେ ଆପଣ ବେପାର ବାଣିଜ୍ୟ ଚାକିରି କ୍ଷେତ୍ରରେ ଯେଉଁ ସ୍ଥାନକୁ ଯିବେ, ଏହି ତିଳକ ଲଗାଇଗଲେ ଆପଣଙ୍କୁ ଶୁଭ ଫଳ ମିଳିବ। ଏହାକୁ ତିଳକ କରି ଲଗାଇବା ଦ୍ୱାରା ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଗ୍ରହ ମଧ୍ୟ ମଜବୁତ ହୋଇଥାଏ।
ତେବେ ବନ୍ଧୁମାନେ ଉପାୟ ଗୁଡ଼ିକ ଅତି ସହଜ ଅଟେ। ଆପଣ ଯଦି କିଛି ସମୟ ବାହାର କରି ଉପାୟ ଗୁଡ଼ିକୁ ବିଶ୍ୱାସର ସହ ପାଳନ କରନ୍ତି ତେବେ ଦେଖିବେ ଆପଣଙ୍କୁ ଆପଣଙ୍କ ଜୀବନରେ କୌଣସି ପ୍ରକାର ସମସ୍ୟା ହେବ ନାହିଁ। ଆପଣ ସଫଳତା ଲାଭ କରିବେ। ତେବେ ଦର୍ଶକ ବନ୍ଧୁ ଆଶା କରୁଛି ଆଜିର ଏହି ଭିଡ଼ିଓଟି ନିଶ୍ଚୟ ଭଲ ଲାଗିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ।